ମେସେଞ୍ଜରରେ ମେସେଜ କରି କରି ପାଗଳ କରୁଥିବା ଝିଅଟିକୁ ପଚାରିଲି, କ'ଣ ଚାହୁଁଛ? ସେ କହିଲା, ଭାଇ ମୋତେ ଆପଣ ଭଲ ଲାଗନ୍ତି। କ'ଣ ମୁଁ ତୁମ ଭଉଣୀ ହେଇପାରିବି? ମୁଁ କହିଲି, ଏଇ ଭାଇ ଭଉଣୀ ପବିତ୍ର ସମ୍ପର୍କକୁ କେହି କେବେ କ'ଣ ମନା କରିପାରେ? କିନ୍ତୁ ମୋର ଜମା ଇଚ୍ଛା ନାହିଁ। କାରଣ ଜାଣିବାକୁ ଚାହିଁଲା। ଉତ୍ତର କିଛି ନଥିଲେ ବି କିଛି ଦିନ ତଳର ସେ ସ୍ମୃତିଗୁଡ଼ା ଆଖି ସାମ୍ନାକୁ ଆସିଯାଉଥିଲା। ଯେଉଁ ଭଉଣୀ ପାଇଁ ଅନେକ କିଛି କରିଥିଲି, ଆଉ ଯେଉଁ ଭଉଣୀ ଏ ଭାଇକୁ ସବୁ କିଛି ଭାବୁଥିଲା, ସେଇ ଭଉଣୀ ଯେଉଁଠି ଦୂରେଇ ଗଲା, ସେଠି ପୁଣି ଜଣେ ଅଜଣା ଆଉ ଅଚିହ୍ନା ଚେହେରା ସହିତ ଭଉଣୀର ସମ୍ପର୍କ। ଦୂରେଇ ରହିବାକୁ ଅନେକ ଚେଷ୍ଟା କଲି, ହେଲେ ତା'ର ମେସେଜ ଏତେ ଆସୁଥିଲା ଯେ ବାଧ୍ୟ ହୋଇ ରିପ୍ଲାଏ ବି ଦେଉଥିଲି। ହେଲେ ପରିଚୟ ଥିବା ଆମ ଭାଇ ଭଉଣୀର ସମ୍ପର୍କ ବିଷୟରେ ଜାଣିଥିବା ଭଉଣୀଟା ଯେତେବେଳେ କିଛି ଭୁଲ ନ କରି ଦୂରେଇ ଦେଇଥିଲା, ସେତେବେଳେ ଆଉ କାହା ଉପରେ କେମିତି ବା ଭରସା କରିପାରିଥାନ୍ତି? ସେ ଯେତେବେଳେ ମେସେଜ କରୁଥିଲା, ମୋତେ ଖାଇବା କଥା ପଚାରୁଥିଲା, ଭାଉଜ ଆଉ ଝିଅ କ'ଣ କରୁଛନ୍ତି ପଚାରୁଥିଲା। ମୋର କିନ୍ତୁ ସବୁବେଳେ ସେଇ ପୁରୁଣା କଥା ମନେ ପଡ଼ିଯାଉଥିଲା। ସମ୍ପର୍କ ଡୋରିରେ ବାନ୍ଧି ହେବା ଯେତିକି ସହଜ, ତାଠୁ ବେଶୀ ସହଜ କ'ଣ ଜାଣିଛନ୍ତି? ସମ୍ପର୍କକୁ ଭାଙ୍ଗିଦେବା। ଏ ସମ୍ପର୍କଟା ମ୍ୟାଗି ନୁହେଁ ଯେ 2 ମିନିଟରେ ତିଆରି ହୋଇଯିବ। ସମ୍ପର୍କର ଡୋରରେ ବାନ୍ଧି ହେବାଟା ବୋଧେ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବୁଥିଲି। ହେଲେ ପରେ ବୁଝିଲି, ସମ୍ପର୍କଟା ସବୁବେଳେ ମିଛ ଡୋରିରେ ବନ୍ଧା ହୁଏ, ଆଉ ସେଇ ମିଛ ପାଇଁ ଶେଷ ବି ହୋଇଯାଏ। ସେଦିନ ମୋ ସହିତ ବି ଠିକ୍ ଏମିତି ଘଟିଥିଲା। ଦୂରରେ ରହୁଥିବା ଦୂର ସମ୍ପର୍କୀୟଟା ପାଖକୁ ପଳେଇ ଆସିଥିଲା। ନା ମୁଁ ତାକୁ ଆଣିଥିଲି, ନା ମୁଁ ତାକୁ ମୋ ନିଜର ବୋଲି ଭାବିଥିଲି। ହେଲେ କେମିତି କେଜାଣି ସେ ଆସିଯାଇଥିଲା, ଆଉ ନିଜର ବି ହୋଇଯାଇଥିଲା। ହେଲେ ସେ ସମ୍ପର୍କଟା ଏତେ ପବିତ୍ର ଥିଲା ଯେ ଭାଙ୍ଗିବାକୁ ସହଜ ହୋଇଗଲା। ଆଉ ସେଇ ସମ୍ପର୍କଟା ପବିତ୍ର ଥିଲା ବୋଲି ବୋଧେ ଖୁବ୍ ଶୀଘ୍ର ଭାଙ୍ଗିଗଲା। ପରେ ଯନ୍ତ୍ରଣା ହେଉଥିଲା। ସବୁଦିନ ପାଇଁ ସମ୍ପର୍କ କାଟିଦେଇ ଚାଲିଯାଇଥିବା ମଣିଷଟା ହୃଦୟରେ ମୁଁ ଥିଲି କି ନଥିଲି ଜଣା ନଥିଲା। କିନ୍ତୁ ତା'ର ମୋବାଇଲର ସବୁ ଜାଗାରେ ବ୍ଲକ୍ କରିସାରିଥିଲା। ସଠିକ୍ କଥା ଯଦିଓ ଜଣା ନଥିଲା, କିନ୍ତୁ ଏତିକି ତ ସିଓର ଥିଲି, ସେ ଦୂରେଇ ଯାଇନଥିଲା, ତାକୁ ଦୂରେଇ ଦିଆଯାଇଥିଲା। ହେଲେ ମୋର ଗୋଟେ ଦୁଃଖ କ'ଣ ଥିଲା ଜାଣିଛନ୍ତି? ଦୂରେଇ ଗଲା ପରେ ଦିନେ ବି ସେ ମୋତେ ଯୋଗାଯୋଗ କରିବାକୁ ଚେଷ୍ଟା କରିନଥିଲା। କେମିତି ଅଛି ପଚାରିବାକୁ ତା'ର ଇଚ୍ଛା ହେଉନଥିଲା। ମୁଁ ତାକୁ ଲୁଚି ଲୁଚି ଯେତିକି ଦେଖୁଥିଲି, ଆଉ ଯେତେବେଳେ ଆଉ କାହା ମୋବାଇଲ ନେଇ ତା ସୋସିଆଲ ମିଡ଼ିଆରେ ଦେଉଥିବା ଷ୍ଟାଟସ୍କୁ ଦେଖୁଥିଲି, ଯେତିକି ଜାଣିପାରୁଥିଲି, ସେ କିନ୍ତୁ ବହୁତ ଖୁସି ଥିଲା। ତା ଖୁସି ଦେଖିବା ପରେ ସେଇଟା ହିଁ ମୋ ପାଇଁ ସବୁଠୁ ବେଶୀ ଖୁସି ଥିଲା। ମୋର ତ ଖାଲି ସେତିକି ଦରକାର ଥିଲା। ସେ ସବୁବେଳେ ଖୁସିରେ ରହୁ ବୋଲି ମୁଁ ତ ଚାହୁଁଥିଲି। ଜଣା ନଥିଲା କେବେ ଆଉ ମୋ ସହିତ ଯୋଗାଯୋଗ କରିବ କି ନାହିଁ। ଜଣା ନଥିଲା କେବେ ଆଉ ତା ପାଟିରୁ ଭାଇ ଡାକ ଶୁଣିବାକୁ ମିଳିବ କି ନାହିଁ। ହେଲେ ସେଇ ଦିନଠୁ ଆଉ କାହା ସହିତ ସମ୍ପର୍କ ଯୋଡ଼ିବାକୁ ଇଚ୍ଛା ନଥିଲା। କାଳେ ସେ ପୁଣି ଦୂରେଇ ଯିବ, କାଳେ ସେ ପୁଣି କଷ୍ଟ ଦେବ। ବାସ୍ ଖାଲି ହେଲୋ, ହାଏ ଆଉ ବାଏ ଠିକ୍ ଥିଲା। କିନ୍ତୁ ଏ ଗୋଟେ ନୂଆ ସମ୍ପର୍କ ପାଇଁ ଯେତେବେଳେ ମେସେଞ୍ଜରରେ ମେସେଜ କଲା, ଆଉ ଭାଇ ଭାଇ ଡାକି ନିଜର କରିବାକୁ ଚେଷ୍ଟା କଲା, ମୋର ବି ଟିକିଏ ସେଇ ଭଉଣୀ ସହ ସମ୍ପର୍କ ଗଢ଼ିବାକୁ ଇଚ୍ଛା ହେଲା। କିନ୍ତୁ ତାକୁ ପ୍ରଥମରୁ କହିଦେଇଥିଲି, ସମ୍ପର୍କ ଯୋଡ଼ୁଛ ଶେଷ ପର୍ଯ୍ୟନ୍ତ ଭଉଣୀ ହେଇ ରହିବ, କେବେ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରିବନି। ଆଉ ମୁଁ ବି ସେମିତି କିଛି ଭୁଲ କରିବିନି ଯେଉଁଥିପାଇଁ ଆମ ଭାଇ ଭଉଣୀ ସମ୍ପର୍କଟା ଭାଙ୍ଗିଯିବାର ସମ୍ଭାବନା ଅଛି। ବାସ୍ ଆରମ୍ଭ ହୋଇଯାଇଥିଲା କଥାବାର୍ତ୍ତା କେବଳ ମେସେଞ୍ଜରରେ। ନା ନମ୍ବର ଦେଇଥିଲା, ନା ମୁଁ ତାକୁ ଦେଖିଥିଲି, ନା ସେ ମୋତେ ଦେଖିଥିଲା, ନା କେହି କାହା ଘର କେଉଁଠି ବୋଲି ପଚାରିଥିଲୁ। କିଛି ଦିନ ଏମିତି ଚାଲିବା ପରେ ତାର ମେସେଜ ଆସିବା ବନ୍ଦ ହୋଇଗଲା। ମୁଁ ପ୍ରଥମେ ଭାବୁଥିଲି ସେ ବ୍ୟସ୍ତ ଥିବ, କିନ୍ତୁ ଦିନେ ଦେଖିଲି ସେ ଅନଲାଇନରେ ସବୁବେଳେ ରହୁଥିଲା, କିନ୍ତୁ ମୋତେ ମେସେଜ କରୁନଥିଲା। ସେମିତି କିଛି ଭାବନା ଯଦିଓ ଆସିନଥିଲା, କିନ୍ତୁ ଯେତେବେଳେ ସବୁଦିନ ତାକୁ ଅନଲାଇନରେ ଦେଖୁଥିଲି, ମୋ ଆଡ଼ୁ ମୁଁ ତାକୁ ମେସେଜ କଲି, ହେଲେ କିଛି ରିପ୍ଲାଏ ଆସିନଥିଲା। ଜାଣିଗଲି ଏ ସମ୍ପର୍କ ବି ଆରମ୍ଭ ହେଉ ହେଉ ଶେଷ ହୋଇଯାଇଥିଲା। ମୁଁ ଜାଣିଥିଲି ଦିନେ ଏମିତି ହେବ, ସେଥିପାଇଁ ମୁଁ ନିଜକୁ ପ୍ରସ୍ତୁତ ରଖିଥିଲି। କାହିଁକିନା ଯେଉଁ ଭଉଣୀ ମୋ ହାତରେ ରାକ୍ଷୀ ବାନ୍ଧିବାକୁ ପାଗଳ ହୋଇଯାଉଥିଲା, ଯେଉଁ ଭଉଣୀ ମୋ ଜନ୍ମଦିନ ଆସିଲେ କେତେ ଖୁସି ହେଉଥିଲା, ଯେଉଁ ଭଉଣୀକୁ ରାକ୍ଷୀରେ ଡ୍ରେସ୍ ନଦେଲେ ଝଗଡ଼ା କରୁଥିଲା, ସେ ଭଉଣୀ ରାକ୍ଷୀ ବାନ୍ଧିବା ତ ଦୂରର କଥା, ରାକ୍ଷୀ ପଠାଇବାକୁ ବି ଭୁଲି ଯାଇଥିଲା। ଆଉ ମୋ ଜନ୍ମଦିନଟା ତା ପାଇଁ ଯେମିତି ଗୋଟେ କଳା ଦିବସ ପାଲଟି ଯାଇଥିଲା। ରାକ୍ଷୀ ପୂର୍ଣ୍ଣିମା ଆଉ ତା ଜନ୍ମଦିନରେ ତା ଡ୍ରେସ୍ କିଣିବାକୁ ଅପେକ୍ଷା କରି କରି ଆଖିରୁ ପାଣି ମରିଯାଉଥିଲା। ଏତେ ନିଜର ଥାଇ ବି ଯେ ଦୂରେଇ ଦେଲା, ଇଏ ତ କେବଳ ମେସେଞ୍ଜରର ସମ୍ପର୍କ ଗଢ଼ିଥିଲା। ସେ କେଉଁଠୁ ବା ଏ ପବିତ୍ର ସମ୍ପର୍କର ମାନେକୁ ବୁଝିପାରିବ?
କ'ଣ ତାର ଉଦ୍ଦେଶ୍ୟ ଥିଲା ଜଣା ତ ନଥିଲା, କିନ୍ତୁ ସେତିକି ବୁଝି ସାରିଥିଲି ଏ ସମ୍ପର୍କ ବେଶୀ ଦିନ ନୁହେଁ ବୋଲି। ହେଲେ ଗୋଟେ କଥା କହିବି ଆଜ୍ଞା, ସମ୍ପର୍କ ଗୋଟେ ଖେଳନା ନୁହେଁ। ଖେଳି ସାରିବା ପରେ ଫିଙ୍ଗିଦେବ। ଯଦି ସମ୍ପର୍କ ଯୋଡ଼ୁଛ ତେବେ ସମ୍ପର୍କକୁ ଠିକ୍ ଭାବେ ନିଭେଇବା ଶିଖ। ତମେ ସମ୍ପର୍କ ଭାଙ୍ଗିଦେଲେ ତମକୁ ସିନା ଫରକ ପଡ଼େ ନା, ଯାହା ସହିତ ସମ୍ପର୍କ ଭାଙ୍ଗିବ ତାକୁ ତ ଫରକ ପଡ଼ିବ ନା। ଇଏ କଥାକୁ ସେଇମାନେ ଦିନେ ଅନୁଭବ କରିବେ ଯେତେବେଳେ ବେଶୀ ଭଲ ପାଉଥିବା ନିଜର ମଣିଷଟା କିଛି କାରଣ ନଥାଇ ବି ଦୂରେଇ ଦେଇ ଚାଲିଯିବ, ଆଉ ତମେ ତା ସହିତ ପଦେ କଥା ହେବାକୁ ପାଗଳ ଭଳି ହେଉଥିବ। ସେ କେମିତି ଅଛି ଜାଣିବାକୁ ୟା ତା ମୋବାଇଲରୁ ତା ଷ୍ଟାଟସ୍ ଆଉ ତାକୁ ଦେଖିବାକୁ ଚେଷ୍ଟା କରୁଥିବ, ଆଉ ତାକୁ ଥରେ ଦେଖିବାକୁ ତା ଆସିବା ବାଟକୁ ଅନେଇ ବସିଥିବ। ଏ କୋଉ କାହାଣୀ ନଥିଲା ଆଜ୍ଞା, କିନ୍ତୁ କାହାର ନା କାହାର ମନର କଥା ଥିଲା, ଯାହାକୁ ମୁଁ ଠିକ୍ରେ ପଢ଼ିପାରି ମୋ ଏ କାହାଣୀରେ ଟିକେ ଜାଗା ଦେବାର ଥିଲା। କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।